ଜୟ ଜଗନ୍ନାଥ। ନମସ୍କାର। ସ୍ମୃତି ସାନ୍ତନା ମାସିକ ଡିଜିଟାଲ ସାହିତ୍ୟ ଆସରର 66ତମ ଅଧ୍ୟାୟର ଅୟଂ ଆରମ୍ଭ ପର୍ବରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ସ୍ୱାଗତମ୍ ସ୍ୱାଗତମ୍ ସୁସ୍ୱାଗତମ୍। ନିଶ୍ୱାସକୁ ତ ବିଶ୍ୱାସ ନାହିଁ, ଗଲେ କିବା ଆଉ ଫେରିବ। ଫୁଲ ତ ଜାଣେ ନା କାଲି ସକାଳକୁ, ମନ୍ଦିର ଯିବ କି ମଶାଣି ଯିବ। ତଥାପି ଫୁଲ ଫୁଟିଥାଏ, ବହୁତ ସ୍ୱପ୍ନ ନେଇ ଫୁଟିଥାଏ ଫୁଲଟି। ଜାଣେନି କାଲିକି କ'ଣ ହବ, କେହି ଜାଣେ ନା। ମୁଁ ବି ଜାଣେ ନା କାଲିକି ମୁଁ ଥିବି କି ନାହିଁ। ତଥାପି କରୋନାର ଆରମ୍ଭ ହେଇଥିବା ସ୍ମୃତି ସାନ୍ତନା ମାସିକ ଡିଜିଟାଲ ସାହିତ୍ୟ ଆସରର ଆଜି 66ତମ ଅଧ୍ୟାୟର ପ୍ରସାରଣ ସମୟରେ ମନ ଭିତରେ ଅନେକ ସ୍ୱପ୍ନ, ଅନେକ ଆଶା ଓ ଅନେକ ଆଶ୍ୱାସନା, ଆପଣମାନଙ୍କର ସହଯୋଗ, ଶ୍ରଦ୍ଧା ଓ ସ୍ନେହ ପାଇଁ। କିଏ ବା ଅମିତି ଅଛି ଏ ଧରାରେ ସବୁଦିନ ରହିଥିବ, ଯିବା ଆସିବା ତ ଚିରନ୍ତନ ରୀତି, ଜଣେ ଆସି ଜଣେ ଯିବ। ଏ ଡିସେମ୍ବର ମାସ ହେଉଛି ବର୍ଷର ସେମିତି ଏକ ସ୍ମୃତିଭିଜା ମୁହୂର୍ତ୍ତ। ଇଂରାଜୀ 2024 ମସିହାର ଶେଷ ମାସ। ସମୟ ତୋରଣ ସଜେଇବା ଆରମ୍ଭ କରିବ ଏବେ 2025 ମସିହା ପାଇଁ। ସୁଖ ଦୁଃଖ ହସ କାନ୍ଦର ସ୍ମୃତିଭିଜା 2024 ବିଦାୟ ନେବ। ଧରାବତରଣ କରିବ 2025 ମସିହା। ସୁଖ ସମ୍ପଦ ଓ ସ୍ନେହ ଅନୁରାଗର ସ୍ୱପ୍ନ ଦେଖାଇ। ବର୍ଷର ଏହି ଶେଷ ମାସରେ ସ୍ମୃତି ସାନ୍ତନାର ମାସିକ ଡିଜିଟାଲ ଆସରର ଏ ବର୍ଷ ପାଇଁ ଏହା ଶେଷ ଅଧ୍ୟାୟ, 66ତମ ଅଧ୍ୟାୟ। ପୁଣି ଆପଣମାନଙ୍କୁ ଭେଟ ହବ ଜାନୁଆରୀ ମାସ 15 ତାରିଖରେ। ଆଜିର ଏହି ଡିସେମ୍ବର 15 ତାରିଖ 2024 ମସିହାର ଶେଷ ଡିଜିଟାଲ ଆସରକୁ ଆପଣମାନଙ୍କୁ ସମସ୍ତଙ୍କୁ ସଶ୍ରଦ୍ଧ ନିମନ୍ତ୍ରଣ, ପ୍ରୀତିଭରା ସୁସ୍ୱାଗତମ୍, ଶବ୍ଦ ପ୍ରଣାମ। ଆଜିର ଏହି ଆସରରେ ଅତିଥି ଲେଖକ ଲେଖିକାମାନେ ଯୋଗ ଦେଇ ଏହି ଆସରକୁ ଯେଉଁ ସାଫଲ୍ୟମଣ୍ଡିତ କରିଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି, ପ୍ରଣାମ କରୁଛି, ଅଭିନନ୍ଦନ ଜଣାଉଛି ଏବଂ 2024ର ଶେଷ ମାସର ଶେଷ ଡିଜିଟାଲ ଆସର ପାଇଁ ସମସ୍ତଙ୍କର ସହଯୋଗ, ଶ୍ରଦ୍ଧା, ଶୁଭେଚ୍ଛା କାମନା କରୁଛି। ଆଜିର ଉପସ୍ଥିତ ଅତିଥି କବିମାନେ ହେଲେ ରାଉରକେଲାର ସ୍ନେହଲତା ପଟ୍ଟନାୟକ, ବ୍ରହ୍ମପୁରର ପୁଷ୍ପଲତା ମିଶ୍ର, ରାଞ୍ଚିର ବିନୟ ପଟ୍ଟନାୟକ, କଟକର ସୁଧୀରାଲକ୍ଷ୍ମୀ ପଟ୍ଟନାୟକ, କଟକର ଛବିନାବାଳା ସେନାପତି, ଫରିଦାବାଦର ମୀନାକ୍ଷୀ ମିଶ୍ର ଓ ଭୁବନେଶ୍ୱରର ସଂଯୁକ୍ତା ଦାସ, ନିହାରିକା ରାୟ ବରାଳ, ମନୋରମା ପଣ୍ଡା, ସବିତାରାଣୀ ବେହେରା, ମନିକା ମହାପାତ୍ର। ଆସନ୍ତୁ, ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଇ, ଆପଣମାନଙ୍କର ଶୁଭକାମନା କରି ଏହି 2024ର ଶେଷ ମାସିକ ଡିଜିଟାଲ ଆସରକୁ ମୁଁ ସ୍ୱାଗତ କରୁଛି। ନମସ୍କାର, ଜୟ ଜଗନ୍ନାଥ। ମୁଁ ସ୍ମୃତି ସାନ୍ତନାର ସମ୍ପାଦିକା ସବିତାରାଣୀ ବେହେରା ଆପଣମାନଙ୍କୁ ସମସ୍ତଙ୍କର ଶୁଭକାମନା କରି ଶବ୍ଦ ପ୍ରଣାମ କରୁଛି। ଜୟ ଜଗନ୍ନାଥ।